नमस्कार जय जगन्नाथ वेलकम टू माय यूट्यूब चैनल टॉक नाउ टॉक नाउ ମୁଁ ଆପଣଙ୍କୁ ସ୍ୱାଗତ ଜଣାଉଛି। ପ୍ରିୟ ଦର୍ଶକ ବନ୍ଧୁ, ଆପଣ କ'ଣ ଜାଣିଛନ୍ତି ଯେ ଏହି ପବିତ୍ର ରଥଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ପ୍ରଭୁ ଶ୍ରୀ ବଳଭଦ୍ର ଏବଂ ଦେବୀ ସୁଭଦ୍ରା ଯେଉଁ ରଥରେ ବିରାଜମାନ କରନ୍ତି, ସେହି ରଥର ନାମକରଣ ଏପରି କାହିଁକି ହେଇଛି? ସେମାନଙ୍କ ରଥ ନାମକରଣ ଯେଉଁ ନନ୍ଦିଘୋଷ, ତାଳଧ୍ୱଜ ଏବଂ ଦର୍ପଦଳନ, ଏଇ ଯେଉଁ ରଥ ଯେଉଁ ସବୁମାନଙ୍କର ନାଁ ଯେଉଁ ହେଇଛି, ସେ ରଥର ନାମ ଏପରି କାହିଁକି ହେଇଛି ଆପଣ କ'ଣ ଜାଣିଛନ୍ତି କି? ତେବେ ଯଦି ଆପଣ ଜାଣିନାହାନ୍ତି ତାହେଲେ এই ଭିଡ଼ିଓଟି ଦେଖନ୍ତୁ। এই ଭିଡ଼ିଓଟି ଦେଖିଲା ପରେ ଆପଣ ଜାଣିବେ ଯେ এই ରଥର ନାମ ଏପରି ସବୁ କାହିଁକି ହେଇଛି, ଆମ ପୌରାଣିକ କାହାଣୀ ଏହାକୁ କ'ଣ କହୁଛି ଏବଂ ଆମ କିମ୍ବଦନ୍ତୀରେ এই ବିଷୟରେ କ'ଣ ଲେଖା ହେଇଛି, ଆପଣ এই ଭିଡ଼ିଓ ଦେଖିଲା ପରେ ଜାଣିପାରିବେ। ତେବେ ଦର୍ଶକ ବନ୍ଧୁ, ଭିଡ଼ିଓଟିକୁ ସ୍କିପ୍ କରନ୍ତୁ ନାହିଁ, ଭିଡ଼ିଓଟିକୁ ଆରମ୍ଭ ଶେଷ ଯାଏଁ ଦେଖନ୍ତୁ। ତାହେଲେ ଯାଇକି ଆପଣ ଭିଡ଼ିଓର ମହତ୍ତ୍ୱ ଏବଂ ଆପଣ ଭିଡ଼ିଓର ଉଦ୍ଦେଶ୍ୟ ବୁଝିପାରିବେ ଏବଂ ଆପଣ ଏହାକୁ ଶିଖିପାରିବେ। ଯାହାଫଳରେ ଆପଣ ଯଦି କେହି ବିଷୟରେ ପଚାରେ ତେବେ ଆପଣ ଏହାକୁ ଭଲ ଭାବରେ ଉତ୍ତର ଦେଇପାରିବେ। ତେବେ ପ୍ରିୟ ଦର୍ଶକ ବନ୍ଧୁ, ପବିତ୍ର ରଥଯାତ୍ରାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ପ୍ରଭୁ ବଳଭଦ୍ରଙ୍କ ତିନୋଟି ରଥ ନାମକରଣ ପଛରେ ସ୍ୱତନ୍ତ୍ର ପୌରାଣିକ ମାହାତ୍ମ୍ୟ, ଗୂଢ଼ ଆଧ୍ୟାତ୍ମିକ କାରଣ ଏବଂ ଶାସ୍ତ୍ରୀୟ ରହସ୍ୟ ରହିଛି। ତେବେ ଏହି ତିନୋଟି ରଥ ନାମକରଣ ଏପରି କାହିଁକି ହେଇଛି, ତେବେ ଏ ବିଷୟରେ ଜାଣିବା। ତେବେ ଚାଲନ୍ତୁ ଦର୍ଶକ ବନ୍ଧୁ, ଆମେ ଆରମ୍ଭ କରିବା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥ ନନ୍ଦିଘୋଷ ଉପରେ। ତେବେ ଆପଣ ଜାଣିଛନ୍ତି ଏହି ନନ୍ଦିଘୋଷର ଅର୍ଥ କ'ଣ? ଏହି ନାମର ଅର୍ଥ ହେଉଛି ନନ୍ଦୀ। ନନ୍ଦୀ ଅର୍ଥ ହେଉଛି ଆନନ୍ଦ ଏବଂ ଘୋଷ ଅର୍ଥ ହେଉଛି ଧ୍ୱନି। ଯେଉଁ ରଥର ଗତି ବା ଘଡ଼ଘଡ଼ି ଶବ୍ଦ ଜଗତରେ ଆନନ୍ଦ ସୃଷ୍ଟି କରେ ତାହାକୁ ନନ୍ଦିଘୋଷ କୁହାଯାଏ। ତେବେ ଆପଣ ବୁଝିପାରୁଥିବେ ଦର୍ଶକ ବନ୍ଧୁ, ନନ୍ଦୀର ଅର୍ଥ ହେଉଛି ଆନନ୍ଦ ଏବଂ ଘୋଷର ଅର୍ଥ ହେଉଛି ଧ୍ୱନି। ଯେଉଁ ରଥର ଗତି ବା ତା'ର ଶବ୍ଦ ଜଗତରେ ଆନନ୍ଦ ସୃଷ୍ଟି କରେ ତାହାକୁ ନନ୍ଦିଘୋଷ କୁହାଯାଏ। ତେବେ ଏହାର ନାମକରଣ ଏପରି କାହିଁକି ହେଇଛି? କୁହାଯାଏ ଦେବରାଜ ଇନ୍ଦ୍ରଙ୍କ ରଥ। ପୌରାଣିକ ମାନ୍ୟତା ଅନୁସାରେ ଏହି ରଥଟି ସ୍ୱୟଂ ଦେବରାଜ ଇନ୍ଦ୍ରଙ୍କର ଅଟେ, ଯାହାକୁ ସେ ମହାପ୍ରଭୁଙ୍କ ସେବା ପାଇଁ ସମର୍ପଣ କରିଛନ୍ତି। ତେବେ ଏହି ରଥର ସୁରକ୍ଷା ପାଇଁ ରଥର ପତାକାରେ ପକ୍ଷୀରାଜ ଗରୁଡ଼ ଏବଂ ମହାବୀର ହନୁମାନ ବିରାଜମାନ କରିଥାନ୍ତି। ତେଣୁ ଏହାକୁ ଗରୁଡ଼ ଧ୍ୱଜ ବା କପି ଧ୍ୱଜ ମଧ୍ୟ କୁହାଯାଏ। ଦର୍ଶକ ବନ୍ଧୁ, ଏଠି ମହାବୀର ହନୁମାନଙ୍କୁ କପି ଭାବରେ ତୁଳନା କରାଯାଇଛି ବା କପି ଭାବରେ କଳନା କରାଯାଇଛି। ତେଣୁ ଏହାକୁ କପି ଧ୍ୱଜ କୁହାଯାଏ। ତେବେ ଦର୍ଶକ ବନ୍ଧୁ, ଏବେ ଆସିବା ପ୍ରଭୁ ବଳଭଦ୍ରଙ୍କ ରଥ ଉପରେ। ତେବେ ତାଙ୍କ ରଥର ନାମ ହେଉଛି ତାଳଧ୍ୱଜ। ତେବେ ଏହି ରଥ ନାମ ଏପରି କାହିଁକି ହେଲା? ତାଳ ଅର୍ଥ ହେଉଛି ଗଛ କିମ୍ବା ସଙ୍ଗୀତର ତାଳ ଏବଂ ଧ୍ୱଜର ଅର୍ଥ ହେଉଛି ପତାକା। ଯେଉଁ ରଥର ପତାକା ତାଳ ଗଛର ଚିହ୍ନ ଥାଏ ତାକୁ ତାଳଧ୍ୱଜ କୁହାଯାଏ। ତେବେ ଯେହେତୁ ସେ ସବୁଠାରୁ ବଡ଼, ପ୍ରଭୁଙ୍କ ବଡ଼ ଭାଇ, ଯେହେତୁ ତାଳ ମାନେ ହେଉଛି ଉଚ୍ଚ, ତାଳ ଅର୍ଥ ହେଉଛି ମାନେ ତାଳ ଗଛ ଆପଣ ଯେମିତି ଦେଖିଥିବେ ଉଚ୍ଚ ଗଛ, ଆପଣ ଯେଉଁ ଦେଖିଥିବେ ତାଳ ଗଛ ବଡ଼ ମାନେ ବିଶାଳ, ତ ସେଇ ଭାବରେ এই କଥାରୁ ତୁଳନା କରାଯାଇଛି। ତେବେ ଏହାର ଆୟୁଧ ଓ ସ୍ୱରୂପ ବିଷୟ ଜାଣିବା। ପ୍ରଭୁ ବଳଭଦ୍ର ହେଉଛନ୍ତି କୃଷିର ଦେବତା ଏବଂ ଅନନ୍ତ ନାଗଙ୍କ ଅବତାର। ତାଳ ଗଛ ଧୈର୍ଯ୍ୟ, ସରଳତା ଏବଂ ଉଚ୍ଚତାର ପ୍ରତୀକ। ମନେ ରଖନ୍ତୁ ଦର୍ଶକ ବନ୍ଧୁ, ତାଳ ଗଛ ଧୈର୍ଯ୍ୟ, ସରଳତା ଏବଂ ଉଚ୍ଚତାର ପ୍ରତୀକ। ତେବେ ତେବେ ଆଉ କେତୋଟି ଜାଗାରେ କୁହାଯାଇଛି ପ୍ରଭୁ ବଳଭଦ୍ରଙ୍କୁ ଗ୍ରୀନ ବା ଶିବ ସ୍ୱରୂପ ମଧ୍ୟ ମନାଯାଏ। ଏହି ରଥରେ ଧ୍ୱନିରେ ଏକ ସ୍ୱତନ୍ତ୍ର ସାଙ୍ଗୀତିକ ତାଳ ବା ଛନ୍ଦ ରହିଥାଏ, ଯାହାର ସୃଷ୍ଟିର ସନ୍ତୁଳନକୁ ଦର୍ଶାଇଥାଏ। ତେଣୁ ଏହାକୁ ଲାଙ୍ଗଳ ଧ୍ୱଜ ମଧ୍ୟ କୁହାଯାଏ। এই କଥା ବହୁତ ମନେ ରଖନ୍ତୁ ଦର୍ଶକ ବନ୍ଧୁ, ମହାପ୍ରଭୁ ବଳଭଦ୍ରଙ୍କ ରଥକୁ ଲାଙ୍ଗଳ ଧ୍ୱଜ ମଧ୍ୟ କୁହାଯାଏ। ତେବେ ଦର୍ଶକ ବନ୍ଧୁ, ଏବେ ଆସିବା ଦେବୀ ସୁଭଦ୍ରାଙ୍କ ରଥ ଉପରେ। ଦର୍ଶକ ବନ୍ଧୁ, ଆପଣ ଜାଣିଥିବେ ଦେବୀ ସୁଭଦ୍ରାଙ୍କ ରଥ ଦେବଦଳନ ଅଥବା ଦର୍ପଦଳନ ଭାବରେ ନାମିତ ହୋଇଛି। ତେବେ ଏହି ଦେବୀ ଦେବଦଳନ ବା ଦର୍ପଦଳନ କାହିଁକି ହେଇଛି ଆପଣ ଜାଣିଛନ୍ତି କି? ଏହାର କାରଣ ହେଉଛି ଅହଙ୍କାର ବା ଦର୍ପକୁ ଦଳନ କରିବା ମାନେ ଧ୍ୱଂସ କରିବା। ତେବେ ମା ସୁଭଦ୍ରା ହେଉଛନ୍ତି ଆଦ୍ୟାଶକ୍ତି, ମହାମାୟାଙ୍କ ସ୍ୱରୂପ। ଏହି ରଥ ଚାଲିବା ଦ୍ୱାରା ସଂସାରର ସମସ୍ତ ପାପ, ଦୁଷ୍ଟ ଶକ୍ତି ଏବଂ ମଣିଷ ଭିତରେ ଥିବା ଅହଙ୍କାରର ଦର୍ପ ହୋଇଥାଏ, ଅର୍ଥାତ୍ ନାଶ ହୋଇଥାଏ। ତେବେ ଏହି ରଥର ନାମ ଏପରି ଦିଆଯାଇଛି, ମାନେ ମଣିଷର ଅହଙ୍କାରକୁ ନାଶ କରିବା ପାଇଁ ଏହି ରଥର ନାମ ଦେବଦଳନ ବା ଦର୍ପଦଳନ ହୋଇଛି। ତେବେ ଦର୍ଶକ ବନ୍ଧୁ, ଏହାକୁ ପଦ୍ମଧ୍ୱଜ ମଧ୍ୟ କୁହାଯାଏ। କାହିଁକି ନା ମାଙ୍କର ରଥର ପତାକାରେ ପଦ୍ମ ଫୁଲର ଚିହ୍ନ ଥାଏ, ଯାହା ପବିତ୍ରତା ଓ ଭକ୍ତିର ପ୍ରତୀକ। ସେଥିପାଇଁ ଏହି ରଥକୁ ପଦ୍ମଧ୍ୱଜ ମଧ୍ୟ ବୋଲି ଆଖ୍ୟା ଦିଆଯାଏ। ତେବେ ଦର୍ଶକ ବନ୍ଧୁ, ଆପଣ ଶାସ୍ତ୍ର ଅନୁସାରେ ତିନୋଟି ରଥ କେବଳ କାଠର ଗାଡ଼ି ନୁହନ୍ତି, ବରଂ ଏହା ମାନବ ଶରୀରର ଏବଂ ବ୍ରହ୍ମାଣ୍ଡର ପ୍ରତୀକ, ଯାହା ଜୀବକୁ ମୁକ୍ତିର ମାର୍ଗ ଦେଖାଇଥାଏ।
ତେବେ ଦର୍ଶକ ବନ୍ଧୁ ଆଇ ହୋପ୍ ଆପଣ ବୁଝିପାରିଥିବେ। ତେବେ ଯେଉଁ ଏଇ ନନ୍ଦିଘୋଷ ରଥର ନାମ ଯେଉଁ ତାଳଧ୍ୱଜ ରଥର ନାମ ଏବଂ ଦେବଦଳନ ବା ଦର୍ପଦଳନ ରଥର ନାମ ଏପରି କାହିଁକି ହେଇଛି ତା ଆପଣ ବୁଝିପାରିଥିବେ। ତେବେ ଆଇ ହୋପ୍ ଆପଣଙ୍କୁ ମୋ ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ବହୁତ ଲୋକ ପାଖକୁ এই ଭିଡ଼ିଓଟି ସେୟାର କରନ୍ତୁ, ଯାହାଫଳରେ ଅନେକ ଲୋକମାନେ এই ଭିଡ଼ିଓ ବିଷୟରେ ଜାଣିପାରିବେ ଏବଂ এই କଥାଟି ବୁଝିପାରିବେ। ତ ଦର୍ଶକ ବନ୍ଧୁ ମୁଁ ଭିଡ଼ିଓଟି ଏତିକି ରଖୁଛି। ଯଦି ମୋ ଭିଡ଼ିଓଟି ଭଲ ଲାଗିଲା ତ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ ମି। ଥ୍ୟାଙ୍କ ୟୁ।